ଆପଣ ସମସ୍ତଙ୍କୁ ଆଉ ଗୋଟେ ମୋ ନୂଆ ଭିଡ଼ିଓରେ ସ୍ୱାଗତ। ଆଜିର ଭିଡ଼ିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ଯେ ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟର DVD କେଉଁ ବ୍ୟାଙ୍କରେ ଲିଙ୍କ ଅଛି ତାହା ଆପଣମାନେ ଜାଣିପାରିବେ ଭିଡ଼ିଓ ମାଧ୍ୟମରେ। ତ ଆପଣମାନେ ଭିଡ଼ିଓ शुरू କରିବା ପୂର୍ବରୁ ପହଲା ହିମାଂଶୁ ଟେକ୍ନିକାଲ ୟୁଟ୍ୟୁବ୍ ଚ୍ୟାନେଲକେ ସବସ୍କ୍ରାଇବ୍ ଲାଇକ୍ ସେୟାର କମେଣ୍ଟ କରନ୍ତୁ, ଯେହେତୁ ମୋତେ ବି ମୋଟିଭେସନ୍ ମିଳିବ ଯେ ମୁଁ ଆପଣମାନଙ୍କର ପାଇଁ ଏମିତି ରିଲେଟିଭ୍ ଭିଡ଼ିଓ ଆଣିବାକୁ। ତ ଚଲନ୍ତୁ ଭିଡ଼ିଓ शुरू କରିବା। ତ ଆପଣମାନେ ପହଲା ଯେ କୌଣସି ବି ବ୍ରାଉଜରକୁ ଓପନ୍ କରିନେବେ। ବର୍ତ୍ତମାନ ମୁଁ କ୍ରୋମ୍ ବ୍ରାଉଜରକୁ ଓପନ୍ କରି ନେଉଛି। ଆଉ ଆପଣମାନେ ଯେ କୌଣସି ବ୍ରାଉଜର ୟୁଜ୍ କରୁଥିବେ ସେ ବ୍ରାଉଜରକୁ ଓପନ୍ କରିନେବେ। ଆଉ ଏଠି ସର୍ଚ୍ଚ କରିବେ ଆଧାର ଲଗଇନ୍। ତ ଆପଣମାନେ ଆଧାର ଲଗଇନ୍ ସର୍ଚ୍ଚ କଲା ପରେ ଏଠି ଫାର୍ଷ୍ଟ ଅପସନ୍ ଆସିଯିବ ଆଧାର। ଆପଣମାନେ ସେଇଠି କ୍ଲିକ୍ କରିନେବେ। ଏହି ଆଧାର ଉପରେ କ୍ଲିକ୍ କରା ପରେ ଆପଣମାନଙ୍କୁ ଆଉ ଗୋଟେ ନୂଆ ଅପସନ୍ ଆସିଯିବ। ଗେଟ୍ ଆଧାର ଉପରେ କ୍ଲିକ୍ କଲା ପରେ ଆପଣମାନେ ଏଠି ଆଉ ଗୋଟେ ନୂଆ ଅପସନ୍ ଆସିଯିବ। ତ ଆପଣମାନେ ଏଠି ଚେକ୍ ଷ୍ଟାଟସ୍, ଏଇ ଚେକ୍ ଷ୍ଟାଟସ୍ ଉପରେ କ୍ଲିକ୍ କରିନେବେ। ଚେକ୍ ଷ୍ଟାଟସ୍ ଉପରେ କ୍ଲିକ୍ କଲା ପରେ ଆପଣମାନେ ତଳକୁ ସ୍କ୍ରୋଲ୍ ଡାଉନ୍ କରିନେବେ। ସ୍କ୍ରୋଲ୍ ଡାଉନ୍ କଲା ପରେ ଏଠି ଲେଖା ଅଛି ବ୍ୟାଙ୍କ ସେଣ୍ଡିଂ ଷ୍ଟାଟସ୍। ତ ଆପଣମାନେ ଏଠି ବ୍ୟାଙ୍କ ସେଣ୍ଡିଂ ଷ୍ଟାଟସ୍ ଉପରେ କ୍ଲିକ୍ କରିନେବେ। ଆପଣମାନେ ବ୍ୟାଙ୍କ ସେଣ୍ଡିଂ ଷ୍ଟାଟସ୍ ଉପରେ କ୍ଲିକ୍ କରିନେଲା ପରେ ଆପଣମାନଙ୍କର ଆଧାର ନମ୍ବରଟା ଏଠି ଦେଇଦେବେ। ତ ବର୍ତ୍ତମାନ ମୁଁ ମୋର ଆଧାର ନମ୍ବରଟା ଦେଇଦେଉଛି। ଏଠି ଆଧାର ନମ୍ବର ଦେଇ ସାରିଲା ପରେ ଏଠି ତଳେ କ୍ୟାପଚର କୋଡ଼୍ ଅଛି। এই ক্যাপচার কোডকে ଆପଣମାନେ ଏଠି ଭରି ନେବେ। କ୍ୟାପଚର କୋଡ଼୍ ଦେଇ ସାରିଲା ପରେ ଆପଣମାନେ ଏଠି ଲଗ୍ଇନ୍ ୱିଥ୍ OTPରେ କ୍ଲିକ୍ କରିନେବେ। ଏଠି କ୍ଲିକ୍ କରି ସାରିଲା ପରେ ଆପଣମାନଙ୍କର ମୋବାଇଲରେ ଯେକୌଣସି ମୋବାଇଲ ଆପଣମାନଙ୍କର ଆଧାରରେ ଲିଙ୍କ ଥିବା ସେ ମୋବାଇଲରେ ଗୋଟେ OTP ଯିବା। ତ ଆପଣମାନେ ସେ OTP ଗଲା ପରେ ଆପଣମାନେ ଏଠି OTPଟା ଫିଲ୍ଅପ୍ କରିନେବେ। ବର୍ତ୍ତମାନ ମୁଁ OTPଟା ଫିଲ୍ଅପ୍ କରି ନେଉଛି। ତ ଆପଣମାନେ ବି ଏମିତି OTPଟା ଫିଲ୍ଅପ୍ କରିନେବେ। ତ OTP ଫିଲ୍ଅପ୍ କରି ନେଇ ସାରିଲା ପରେ ଆପଣମାନେ ଏଠି ଲେଖା ଅଛି ତଳେ ଲଗ୍ଇନ୍। ଆପଣମାନେ ଲଗ୍ଇନ୍ ଉପରେ କ୍ଲିକ୍ କରିନେବେ। ତ ଆପଣମାନେ ଲଗ୍ଇନ୍ ଉପରେ କ୍ଲିକ୍ କରି ନେଲା ପରେ ଆପଣମାନଙ୍କର ଆଉ ଗୋଟେ ନୂଆ ଅପସନ୍ ଆସିଯିବ। ଯେତେ ଆପଣମାନେ ବ୍ୟାଙ୍କ ସେଣ୍ଡିଂ ଷ୍ଟାଟସ୍ ଉପରେ କ୍ଲିକ୍ କରି ନେଲା ପରେ ଆପଣମାନେ ଏଠି ଦେଖିପାରିବେ ଯେ ଏଠି ବ୍ୟାଙ୍କ ସେଣ୍ଡିଂ ଷ୍ଟାଟସ୍ ଆକ୍ଟିଭିଟି। ତ ଆପଣମାନଙ୍କର ଏଠି ଆଧାର ନମ୍ବର ଦେଖିଦେବ ଆଉ ଆପଣମାନଙ୍କର ବ୍ୟାଙ୍କ ନେମ୍ ଦେଖିଦେବ। ତ ବର୍ତ୍ତମାନ ମୋରଟା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ DVD ଲିଙ୍କ ଅଛି। ସେଇଟା 5 ତାରିଖ 9 ମାସ 2017ରେ ଏଇଟା DVD ଲିଙ୍କ ହୋଇଛି। ତ ଆପଣମାନେ ବି ଏମିତି ଦେଖିପାରିବେ ଆପଣମାନଙ୍କର କେଉଁ ବ୍ୟାଙ୍କରେ ଆପଣମାନଙ୍କର DVD ଲିଙ୍କ ଅଛି ତାହା ଆପଣମାନେ ଜାଣିପାରିବେ। ଆପଣମାନକେ ଯେକୌଣସି ଟପିକ୍ର ଭିଡ଼ିଓ ବି ଆପଣମାନେ ଦେଖିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣମାନେ କମେଣ୍ଟ ମାଧ୍ୟମରେ ଆପଣମାନେ ଜଣାଇପାରିବେ ଯେ ଆପଣମାନକେ କେନ୍ ଟପିକ୍ର ଭିଡ଼ିଓ ଆପଣମାନକେ ଦରକାର। ତ ଆପଣମାନେ କମେଣ୍ଟ କରିଦେଲେ ମୁଁ ସେଇ ଟପିକ୍ର ଭିଡ଼ିଓ ମାନେ ଆଗକେ ନେଇକି ଆସିବି। ତ ଯଦି ଆପଣମାନକେ ଭିଡ଼ିଓ ଭଲ ଲାଗିଥିଲେ ଆମର ୟୁଟ୍ୟୁବ୍ ଚ୍ୟାନେଲ୍କେ ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ।